କେନ୍ଦୁଝର ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମରେ 19ତମ କୁଣ୍ଡେଶ୍ୱର ମକର ମେଳା ଆୟୋଜିତ ହୋଇଛି। 5 ଦିନ ଧରି ଚାଲୁଥିବା ଏହି ମେଳାରେ ଘଟଗାଁ ବ୍ଲକ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଗ୍ରାମବାସୀ ଯୋଗଦେଇ ଶିବ ମନ୍ଦିରର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଛନ୍ତି। 14 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାର ଉଦ୍ଘାଟନ ଉତ୍ସବରେ ବରିଷ୍ଠ ସାମ୍ବାଦିକ ମଳୟ ମହାପାତ୍ର, ଗୁରୁକୁଳ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସରୋଜ ସାହୁ, ସ୍ଥାନୀୟ ସରପଞ୍ଚ ଯମୁନା ମୁଣ୍ଡା, ସମାଜସେବୀ ଆମର ସିଂ, ମନସୁନୀ ସାହୁ, ମନୋରଞ୍ଜନ ସାହୁ ଓ ସମାଜସେବୀ ରେଖାରାଣୀ ମିଶ୍ର ଅତିଥି ଭାବେ ଯୋଗଦେଇ ଆୟୋଜିତ ସଭାରେ ଉଦ୍ବୋଧନ ଦେଇଥିଲେ। ଶ୍ରୀ ଗୁରୁକୁଳ ଶିକ୍ଷାନୁଷ୍ଠାନ ସ୍ଥାନୀୟ କଳା ପ୍ରତିଭାବାନ ଛାତ୍ରଛାତ୍ରୀ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ଆୟୋଜକ କମିଟି ପକ୍ଷରୁ ପୁରସ୍କାର ବିତରଣ କରାଯାଇଥିଲା। ମେଳାର ଆୟୋଜକ ସୁଦାମ ପଳେଇ, ବିଜୟ ପଳେଇ, ଅମରଜ୍ୟୋତି ସେବା ଟ୍ରଷ୍ଟ, ବାବା କୁଣ୍ଢେଶ୍ୱର ବାହିନୀର ସଦସ୍ୟମାନେ ଏହି ମେଳାକୁ ସବୁ ବର୍ଷ ପରି ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିଛନ୍ତି। କେନ୍ଦୁଝରର ପ୍ରସିଦ୍ଧ ଗଣପର୍ବ ଭାବେ ପ୍ରଚଳିତ ମକର ଏହିପରି ବିଭିନ୍ନ ଶୈବପୀଠରେ ମହାଡମ୍ବରରେ ପାଳିତ ହୋଇଥାଏ। ମେଳାରେ ବିଭିନ୍ନ ସାମଗ୍ରୀର ବଜାର, ଉଠା ଦୋକାନ, ଖାଦ୍ୟ ଷ୍ଟଲ ଲୋକଙ୍କୁ ବେଶ ଆକର୍ଷିତ କରୁଥିବାର ପରିଲକ୍ଷିତ ହୋଇଛି। କେନ୍ଦୁଝରରୁ ଆଲୋକ ମିଶ୍ରଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।